ଦର୍ଶନ। ଆପଣ ଜାଣନ୍ତି କି ଥରେ ସ୍ୱୟଂ ଭଗବାନ ଜଗନ୍ନାଥଙ୍କୁ ମଧ୍ୟ ଭୀଷଣ ପେଟ ବ୍ୟଥା ହୋଇଥିଲା। ପୁରୀ ଧାମରେ ଭଗବାନ ଜଗନ୍ନାଥଙ୍କୁ ପ୍ରତିଦିନ ତାଙ୍କ ଭକ୍ତମାନେ ଶହ ଶହ ପ୍ରକାରର ଭୋଗ ଅର୍ପଣ କରନ୍ତି। ପ୍ରଭୁ ଭାବୁଥିଲେ ଯେ ମୋର ଭକ୍ତମାନେ ପ୍ରେମରେ ଯେଉଁ ଭୋଗ ଆଣୁଛନ୍ତି ତାହା ନ ଖାଇଲେ ସେମାନଙ୍କ ପ୍ରେମର ଅପମାନ ହେବ। ଏହି ପ୍ରେମରେ ବନ୍ଧା ହୋଇ ଭଗବାନ ଜଗନ୍ନାଥଙ୍କ ପ୍ରତିଦିନ ସବୁ ପ୍ରକାରର ପ୍ରସାଦ ଗ୍ରହଣ କରିବାକୁ ଲାଗିଲେ। କିନ୍ତୁ ଦିନେ ଏତେ ଅଧିକ ଏବଂ ଭିନ୍ନ ଭିନ୍ନ ପ୍ରକାରର ଭୋଗ ଖାଇବା ଯୋଗୁଁ ପ୍ରଭୁଙ୍କର ପ୍ରବଳ ପେଟ ବ୍ୟଥା ହେବାକୁ ଲାଗିଲା। ସେହି ରାତିରେ ଭଗବାନ ଜଗନ୍ନାଥ ଜଣେ ବୃଦ୍ଧା ଭକ୍ତ ମାଙ୍କ ସ୍ୱପ୍ନରେ ଆସିଲେ ଏବଂ କହିଲେ, ମା, ମୋତେ ବହୁତ ଜୋରରେ ପେଟ ବିନ୍ଧୁଛି, ତୁମେ ମୋ ପାଇଁ ନିମ୍ବପତ୍ରର ରସ ତିଆରି କରି ନେଇ ଆସ। ପରଦିନ ସେହି ବୃଦ୍ଧା ମା ଅତ୍ୟନ୍ତ ପ୍ରେମ ଏବଂ ଶ୍ରଦ୍ଧାର ସହ ନିମ୍ବପତ୍ର ବାଟି ରସ ବାହାର କରି ପୁରୀ ଜଗନ୍ନାଥ ମନ୍ଦିରରେ ପହଞ୍ଚିଲେ। କିନ୍ତୁ ମନ୍ଦିର ବାହାରେ ଥିବା କିଛି ସେବାୟତ ସେହି ରସକୁ ଅପବିତ୍ର କହି ଫୋପାଡ଼ି ଦେଲେ ଏବଂ ମାଙ୍କୁ ମନ୍ଦିର ଭିତରକୁ ଯିବାକୁ ଦେଲେ ନାହିଁ। ତାଙ୍କୁ ଅପମାନିତ କରି ଫେରାଇ ଦିଆଗଲା। ସେହି ବୃଦ୍ଧା ମା ସାରା ରାତି କାନ୍ଦୁଥିଲେ। ମୋ ପ୍ରଭୁ କେତେ କଷ୍ଟ ପାଉଥିବେ, ଆଜି ରାତିରେ ସେ କିପରି ଏହି କଷ୍ଟ ସହିବେ? ସେହି ରାତିରେ ଭଗବାନ ଜଗନ୍ନାଥ ପୁରୀ ରାଜାଙ୍କ ସ୍ୱପ୍ନରେ ଆସିଲେ ଏବଂ କ୍ରୋଧରେ କହିଲେ, ମୋ ମାର ଅପମାନ କରାଯାଇଛି, ମୁଁ ବହୁତ ଯନ୍ତ୍ରଣାରେ ଅଛି। ସେ ମୋ ପାଇଁ ଔଷଧ ନେଇ ଆସିଥିଲା କିନ୍ତୁ ତାହା ଫୋପାଡ଼ି ଦିଆଗଲା। ରାଜା ତୁରନ୍ତ ନିଦରୁ ଉଠିଲେ, ସିଧା ସେହି ବୃଦ୍ଧା ମାଙ୍କ ଘରେ ପହଞ୍ଚିଲେ। ପୁଣିଥରେ ନିମ୍ବପତ୍ରର ରସ ତିଆରି କରାଇଲେ ଏବଂ ନିଜ ହାତରେ ଭଗବାନ ଜଗନ୍ନାଥଙ୍କୁ ଅର୍ପଣ କରାଇଲେ। ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ଭୋଗ ପରେ ଭଗବାନ ଜଗନ୍ନାଥଙ୍କୁ ନିମ୍ବପତ୍ରରେ ତିଆରି ବିଶେଷ ରସ ଅର୍ପଣ କରାଯାଏ। ଯଦି ଏହି କାହାଣୀ ଆପଣଙ୍କୁ ଭଲ ଲାଗିଥାଏ ତେବେ ଭିଡ଼ିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ନିଶ୍ଚୟ ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟରେ ଲେଖନ୍ତୁ ଜୟ ଜଗନ୍ନାଥ।